आपण समस्तଙ୍କୁ स्वागत करुछि लर्न इन पाइपलाइन चैनल को। आमर एही चैनल ले हमें महान पुरुषंकर जीवनी विषय जानती। आज मध्य जानिबा जने महान व्यक्तित्वଙ୍କ विषय रे। बिंद्राଙ୍କ विषय जानिबा सेप्टेम्बर 28 1982 रे डेहराडून रे जन्म होइतिबा अभिनव बिंद्रा भारतीय शूटिंग रे तांकर असाधारण सफलता पई जनाशुना। 2008 बेजिंग ओलंपिक्स रे 10 मीटर एयर राइफल इवेंट रे भारतर प्रथम व्यक्तिगत ओलंपिक स्वर्ण पदक जीतिबा पई से सबुठारु प्रसिद्ध। ताहा एक ऐतिहासिक मुहूर्त जहा देश पई गर्वर समय। तांकर विजय केवल व्यक्तिगत विजय नुहे बरम देशवासींकर विजय थिला। बिंद्राଙ୍କ ଅଲମ୍ପିକ ଗୌରବ ଯାତ୍ରା ତୀବ୍ର ନିଷ୍ଠା, ଶୃଙ୍ଖଳା ଏବଂ ସିଦ୍ଧାନ୍ତର ନିରନ୍ତର ଅନୁସରଣ ଦ୍ୱାରା ସଫଳ ହୋଇଥିଲା। ଅଳ୍ପ ବୟସରୁ ସେ ସୁଟିଂ ପାଇଁ ଏକ ଅତୁଳନୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ, ଯାହା ତାଙ୍କ ପରିବାର ଏବଂ କୋଚ୍ଙ୍କ ଦ୍ୱାରା ବିକଶିତ କରାଯାଇଥିଲା। ଖେଳ ପ୍ରତି ବିନ୍ଦ୍ରାଙ୍କ ପ୍ରତିବଦ୍ଧତା ଏତେ ଗଭୀର ଥିଲା ଯେ ସେ ତାଙ୍କ ଘରେ ବିନା ବ୍ୟାଘାତରେ ଅଭ୍ୟାସ କରିବା ପାଇଁ ଏକ ବିଶ୍ୱସ୍ତରୀୟ ସୁଟିଂ ରେଞ୍ଜ ନିର୍ମାଣ କରିଥିଲେ। ଅନେକ ଘାତ, ପ୍ରତିଘାତ ଏବଂ ଉଚ୍ଚସ୍ତରୀୟ ପ୍ରତିଯୋଗିତାର ଚାପ ସମେତ ଅନେକ ଆହ୍ୱାନ ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ତାଙ୍କ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଥିଲେ। ଚାପରେ ପ୍ରଦର୍ଶନ କରିବାର କ୍ଷମତା, ବିଶେଷ କରି 2008 ଅଲମ୍ପିକ ସମୟରେ ଯେଉଁଠାରେ ତାଙ୍କର ଅନ୍ତିମ ସେଟ୍ରେ ପାଖାପାଖି 10.8 ସ୍କୋର କରିଥିଲେ, ତାଙ୍କର ମାନସିକ ଶକ୍ତି ଏବଂ ଦକ୍ଷତାର ଉଦାହରଣ ଦେଇଥିଲେ। ତାଙ୍କର ଅଲମ୍ପିକ ସଫଳତା ବ୍ୟତୀତ ଉତ୍କର୍ଷତା ଏବଂ ବୃତ୍ତିଗତତାକୁ ପ୍ରୋତ୍ସାହିତ କରିବା ପାଇଁ ବିନ୍ଦ୍ରା ଭାରତୀୟ କ୍ରୀଡ଼ା ଉପରେ ବିଶେଷ ପ୍ରଭାବ ପକାଇଛନ୍ତି। ଅଧିକନ୍ତୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ କ୍ରୀଡ଼ାର ଅଗ୍ରଗତି ଏବଂ ଭାରତରେ ଯୁବ ଆଥଲେଟ୍ଙ୍କୁ ସମର୍ଥନ କରିବା ଦିଗରେ କାର୍ଯ୍ୟ କରୁଛି। ସେ କମନୱେଲ୍ଥ ଗେମ୍ସରେ 7ଟି ପଦକ ଏବଂ ଏସିଆନ୍ ଗେମ୍ସରେ 3ଟି ପଦକ ଜିତିଛନ୍ତି। ତାଙ୍କର 22 ବର୍ଷ କ୍ୟାରିୟରରେ 150ରୁ ଅଧିକ ପଦକ ସହିତ ପଦ୍ମଭୂଷଣରେ ସମ୍ମାନିତ। ତାଙ୍କର ଜୀବନ ଅନେକ ପ୍ରତିଭାଙ୍କୁ ପ୍ରେରଣା ଦେଇଥାଏ। ରହୁଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, ଭିଡ଼ିଓକୁ ଅନ୍ୟଙ୍କ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ରହୁଛି। ନମସ୍କାର।